ଜୟ ଜଗନ୍ନାଥ। ଆଜି କଣ କି ନ୍ୟାୟ ଭିଡ଼ିଓ ଆଜି ମୋ ସହିତ ମତେ କିଛି ଆପଣଙ୍କ ସହିତ ସେୟାର କରିବି। କଥାଟା ଏମିତି, ମୁଁ ପ୍ରତିଦିନ ଅ, ଭୋର ଉଠିକି 4:05 ଜଗନ୍ନାଥଙ୍କ ପାଖକୁ ଯାଏ, ବିକ୍ରମ ପାଖକୁ ଯାଏ, ଜଗିଂ ବି କରି ପଳେଇ ଆସେ। ଗଲା ବାଟରେ ବହୁତ ପ୍ରିପାରେସନ ଦେଖା ହୁଅନ୍ତି। 8-10ଟା ପିଲା ଦେଖନ୍ତି ଭୁକନ୍ତି, କିନ୍ତୁ ଧୀରେ ଧୀରେ ସେମାନେ ସବୁ ଚିହ୍ନା ଜଣା ହେଇଗଲେ। ମୁଁ ବି ଗଲା ବାଟରେ ସେମାନଙ୍କୁ ଟିକେ ନାଁ ଧରି ଡାକିଦିଏ, କାଲି କାଳି ଏମିତି ଡାକିଦିଏ, ତ ସେମାନେ ଧୀରେ ଧୀରେ ଚିହ୍ନା ଜଣା ହେଇଗଲେ ଆଉ ଧୀରେ ଧୀରେ ଭୁକିବା ବନ୍ଦ କରିଦେଲେ। କିନ୍ତୁ ହଠାତ୍ ଆଜି କଣ ହେଲା, ତ ମୁଁ ଗଲା ବାଟରେ ଟିକେ ପଡିଗଲି, ଝୁଣ୍ଟିଗଲି, ଝୁଣ୍ଟିକି ପଡିଗଲି। ଯେମିତି ପଡି ଯାଇଛି, ସମସ୍ତେ 8-10ଟା ବି ଭୋ ହେଇ ଉଠିକି କାମୁଡିବାକୁ ପଳେଇ ଆସିଲେ। କାମୁଡିଲେନି କିନ୍ତୁ ଭୁକିଲେ କଣ, ମୁଁ ଟିକେ ନିଜକୁ ସମ୍ଭାଳି ନେଲି। ଗଲା ବାଟରେ ମତେ ଟିକେ ଏତିକି ଭାବିଲି ଯେ ବାସ୍ତବ ଜୀବନରେ ବି ସେମିତି, ଯେ ଘରେ ଆପଣ ଷ୍ଟେବୁଲ ଥିବେ, ସବୁ କିଛି ଠିକ ଚାଲିଥିବ, ସମସ୍ତେ ଆପଣଙ୍କ ସହିତ ଭଲ ବ୍ୟବହାର କରିବେ। ସମାଜରେ ହଉ, ବନ୍ଧୁବାନ୍ଧବରେ, ସାଇ ପଡୋଶୀରେ, ଏମିତି ବି ଘରେ ସବୁ ଠିକ। କିନ୍ତୁ ଯଦି ଟିକେ ଆପଣ ସେଠି ପଡିଲେ, ପଡିଗଲେ, ଆଉ ହଁ, ସତତା ମାନଙ୍କ ପାଇଁ ନା ବାକିଟା ଆପଣ